କାଲି ଆମର ଯାହା ବାର୍ ମିଟିଂ ହେଇଥିଲା ଆମେ ତ କାଲି ଆପଣମାନେ ଆସିଥିଲେ ଯାଇଥିଲେ ଆମର ବାର୍ ଜେନେରାଲ ବୋର୍ଡ ମିଟିଂ ହେଲା ମିଟିଂରେ ନେଇକି ଆମେ ଏସ୍ପିଙ୍କୁ ପୂର୍ବରୁ ଗୋଟେ ଦେଇଥିଲୁ ଆମେ ସେ ଚିଠି ଉପରେ ତାପରେ ଆଜି ଆସିକି ଆମେ ଏସ୍ପିକୁ ଭେଟିବା ପାଇଁ ବୋଲି କାଲି ଆମର ମିଟିଂରେ ଡିସାଇଡ୍ ହେଇଥିଲା ଆଜି ଆସି ଆମେ ଏସ୍ପିଙ୍କୁ ଭେଟିଲୁ ଆଉ ସମସ୍ତଙ୍କ କଥା ଏସ୍ପିଙ୍କୁ ଜଣେଇଲୁ ଯେ ତାର ଉପରେ ଗୋଟେ ଇନକ୍ୱାରି କରାଯାଉ ଆଉ ତାକୁ ସେ ଯାହା ଭୁଲ କରିଥାଉ ଠିକ୍ କରିଥାଉ ଯାହା କରିଥିଲେ ମଧ୍ୟ ଗୋଟେ ଇମ୍ପାର୍ସିଆଲ କରାଯାଉ ତାକୁ ମାଡ଼ ହେବାଟା ଠିକ୍ ହେଲାନି ବୋଲି ଏସ୍ପିଙ୍କୁ ଜଣେଇଲୁ ଏସ୍ପି ଇମ୍ପାର୍ସିଆଲ ମୁଁ ଇନକ୍ୱାରି କରିବି ଯିଏ ବି ଥାଉ ଯଦି ଆମର ମତେ କ'ଣ ଭୁଲ ଅଛି ବୋଲି ଆମକୁ ମଧ୍ୟ ଆଗେ କିନ୍ତୁ ଯେଉଁମାନେ ସେମାନେ ବାଡ଼େଇଛନ୍ତି କି କ'ଣ କରି ତାର ଇନକ୍ୱାରି କରିକି ତା ଏଗେନ୍ଷ୍ଟରେ ମଧ୍ୟ ଷ୍ଟ୍ରିକ୍ଟ ଆକ୍ସନ୍ ନିଆଯାଉ ବୋଲି ଏସ୍ପି କହିଲେ ଏସ୍ପି ଇମ୍ପାର୍ସିଆଲ ଇନକ୍ୱାରି କରିବେ ବୋଲି ଆମକୁ ସିସିଟିଭିରେ ଦେଖାଯାଉଛି କିଛି ମଦ ପିଇକିରି କିଛି ବିଶୃଙ୍ଖଳା କରିଥିଲେ ଏବେ ଯାଇ ତ ଆମେ ସେମିତି ଜିନିଷ କିଛି ଦେଖିନୁ ଏବେ ଯାଇ କିନ୍ତୁ ଯାହା ସେ କହୁଛନ୍ତି ଯେ ଆମର ଆଡଭୋକେଟ ଭାଇଟା ଆସିକି ଇଏ କରୁଛି ବୋଲି କିନ୍ତୁ ଏବେ ଯାଇ ଆମେ ପାଇନୁ କି ଆମେ ଦେଖିନୁ ସେ ଏଭିଡେନ୍ସ କିଛି ଦେଖେଇ ନାହାନ୍ତି ସେମାନେ କହିଛନ୍ତି ଆଉ ମୁଁ ସେଟାକୁ ଧରିକି ଆଉ ଆପଣଙ୍କ ରିପୋର୍ଟକୁ ଧରିକି ଇନକ୍ୱାରି କରିବେ ବୋଲି ପାଲଟା ଅଭିଯୋଗ ଆଣିନାହାନ୍ତି ନାଇଁ ଓକିଲ ଉପରେ ଆଣିନାହାନ୍ତି ଇନକ୍ୱାରି କରିବୁ ନାଇଁ ସିଏ ଇନକ୍ୱାରି କରି ମୁଁ ଜଣେଇବି ବୋଲି କହିଲି କମିଟିରେ ବୋଲି ଆଉ ପୋଲିସ ଆମେ ରହିବୁ କମିଟିରେ ତାଙ୍କ କମିଟିରେ ସିଏ ତାକୁ ଡିସାଇଡ୍ କରିବେ ସେଟା ତ ଆମକୁ କହିଲେ ଆମକୁ ଗୋଟେ ଖାଲି ଏସୁରାନ୍ସ ଦେଲେ ଯେ ଆର ଇମ୍ପାର୍ସିଆଲ ଇନକ୍ୱାରି କରିକିନି ଆ ଉପରେ ଯାହାର ଦୋଷ ଅଛି ଯୋଉ ଅଛି ସେଇଟା ମାତ୍ର ଏସୁରାନ୍ସ ଦେଲେ ଯିଏ ଯୋଉ ଯଦି ଥିବ ଯଦି ଦୋଷୀ ତାଙ୍କ ବିରୋଧରେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଆଗାମୀ ଦିନରେ କ'ଣ ସଂଘ କ'ଣ କାର୍ଯ୍ୟାନୁଷ୍ଠାନ ଯଦି ଇନକ୍ୱାରି ହଉଛି ବୋଲି କହିଲେ ତାକୁ ଦେଖିକି ଆମେ ପରବର୍ତ୍ତୀ ଷ୍ଟେପ୍ ନେବୁ ନାଇଁ କିଛି କହିନାହାନ୍ତି ଆଜ୍ଞା ଆମେ ଆଉ ଥରେ ଆସିକି ଭେଟିବୁ ନାଇଁ ଯାହାହେଲେ ଆଗରୁ ଗୋଟେ ଲେଖା ହେଇଥିଲା ଏସ୍ପି ଆଜ୍ଞା ଭେଟିବାର ଥିଲା ଆମେ ଆଜି ଭେଟିଲୁ ଏସ୍ପିଙ୍କର ଏସୁରାନ୍ସ ଦେଲ ଆମେ ସାଟିସ୍ଫାଇଡ୍ ଅଛୁ ପରବର୍ତ୍ତୀ ଦିନରେ ଯଦି ଆ ଉପରେ କିଛି ନହେଲେ ତାପରେ ଆଗାମୀ ପନ୍ଥା ଆମେ ବିଚାର କରିକି ଆଉ ଥରେ ଆମର ବାର୍ ସେସନ୍ ଡିସାଇଡ୍ କରି ଆମେ ଆଗାମୀ ପନ୍ଥା ଗ୍ରହଣ କରିବୁ।